ଆଜିର ଅମୂଲ୍ୟବାଣୀ ସଫଳତାର କିଛି ବିଶେଷ ନିୟମ। ନମସ୍କାର ବନ୍ଧୁମାନେ, ଆପଣ ସଫଳ ହେବାକୁ ଚାହୁଁଛନ୍ତି କି ନା କେବଳ ସ୍ୱପ୍ନ ଦେଖୁଛନ୍ତି? ସ୍ୱପ୍ନ ସମସ୍ତେ ଦେଖନ୍ତି, କିନ୍ତୁ ସଫଳତା କେବଳ ସେହିମାନଙ୍କୁ ମିଳେ ଯେଉଁମାନେ ନିୟମ ମାନି ଚଳନ୍ତି। ସ୍ପଷ୍ଟ ଲକ୍ଷ୍ୟ ରଖନ୍ତୁ ବନ୍ଧୁମାନେ, ଲକ୍ଷ୍ୟ ନଥିଲେ ଜୀବନ ହେଉଛି ନା ବିନା ଦିଗ। ଲକ୍ଷ୍ୟ ନଥିଲେ ପରିଶ୍ରମର ଦିଗ ନଥାଏ। ଯେଉଁ ଲକ୍ଷ୍ୟ ସ୍ପଷ୍ଟ ସେଠାରେ ସଫଳତା ନିଶ୍ଚିତ। ନିଜ ଉପରେ ବିଶ୍ୱାସ ରଖନ୍ତୁ, କଠିନ ପରିଶ୍ରମ କରନ୍ତୁ, ଭାଗ୍ୟଠାରୁ ବେଶୀ କାମ ଏବଂ କର୍ମ ଉପରେ ଭରସା ରଖନ୍ତୁ। ସମୟକୁ ସମ୍ମାନ ଦିଅନ୍ତୁ, ସମୟ ଯେଉଁଠି ନଷ୍ଟ ସଫଳତା ସେଇଠି ହିଁ ଦୂର। ବିଫଳତାର ଶିଖନ୍ତୁ, ବିଫଳତା ଶେଷ ନୁହେଁ, ସେଇଟା ସଫଳତାର ଏକ ଚାବିକାଠି। ମନକୁ ସକାରାତ୍ମକ ରଖନ୍ତୁ, ସକାରାତ୍ମକ ଚିନ୍ତା ଆପଣଙ୍କୁ ଆଗକୁ ନେଇଯାଏ। ସ୍ୱପ୍ନକୁ କେବେ ଛୋଟ ଭାବନ୍ତୁ ନାହିଁ, ବଡ଼ ସ୍ୱପ୍ନ ଦେଖିବାକୁ ଡରନ୍ତୁ ନାହିଁ। ସ୍ୱପ୍ନ ଯେତେ ବଡ଼, ପରିଶ୍ରମ ସେତେ ଶକ୍ତିଶାଳୀ। ଆଜିର କାମକୁ କାଲି ପାଇଁ ରଖନ୍ତୁ ନାହିଁ। ଆଳସ୍ୟତା ସଫଳତାର ସବୁଠାରୁ ବଡ଼ ଶତ୍ରୁ। ଆଜିର ପରିଶ୍ରମ ଆସନ୍ତା କାଲିର ଫଳ, ଏହା ହିଁ ସଫଳତା। ଲୋକେ କ'ଣ କହୁଛନ୍ତି ସେଥିରେ ଧ୍ୟାନ ଦିଅନ୍ତୁ ନାହିଁ। ସଫଳ ହେବାକୁ ଚାହିଁଲେ ଆଲୋଚନାକୁ ଅବହେଳା କରିବା ଶିଖନ୍ତୁ। ଅସଫଳତାକୁ ଭୟ କରନ୍ତୁ ନାହିଁ। ଯେଉଁମାନେ ହାରିଛନ୍ତି ସେମାନେ ଆଜି ବି ସଫଳ, କାହିଁକି ନା ସେମାନେ ହାରିଲେ ବି ପ୍ରୟାସ କେବେ ଛାଡ଼ି ନଥିଲେ। ନିଜର ମୂଲ୍ୟ ବଢ଼ାନ୍ତୁ, ଟଙ୍କା ପଛେ ନୁହେଁ, କୌଶଳ ଓ ଚରିତ୍ର ପଛେ ଦୌଡ଼ନ୍ତୁ। କେବେ ହାର ମାନନ୍ତୁ ନାହିଁ, ଧୀରେ ଚାଲନ୍ତୁ, କିନ୍ତୁ କେବେ ରୁହନ୍ତୁ ନାହିଁ। ଗରିବୀ ନୁହେଁ, ଭୟକୁ ଛାଡ଼। ବନ୍ଧୁମାନେ, ଗରିବ ଘରେ ଜନ୍ମ ହେବା ଦୋଷ ନୁହେଁ, କିନ୍ତୁ ଗରିବ ଭାବନାରେ ମରିଯିବା ଦୋଷ। ଭୟ କହେ ହେବନି, ସଫଳତା କହେ ଚେଷ୍ଟା କର, ସଫଳତା ମିଳିବ। ଭିଡ଼ରେ ଚାଲନ୍ତୁ ନାହିଁ, ଭିଡ଼ ସବୁବେଳେ ସହଜ ରାସ୍ତାରେ ଥାଏ, କିନ୍ତୁ ସଫଳତା କଠିନ ରାସ୍ତାରେ ମିଳେ। ନିଜର ମନକୁ ଶକ୍ତିଶାଳୀ କର। ଦୁର୍ବଳ ମନ ଶକ୍ତିଶାଳୀ ମଣିଷକୁ ମଧ୍ୟ ହରାଇ ଦିଏ। ପ୍ରତିଦିନ ନିଜକୁ କୁହ, ମୁଁ ପାରିବି, ମୁଁ ହାରିବି ନାହିଁ, ମୋ ସମୟ ଆସୁଛି। କେବେ ହାର ମାନନ୍ତୁ ନାହିଁ, ଧୀରେ ଚାଲନ୍ତୁ, ପଢ଼ନ୍ତୁ, ଉଠନ୍ତୁ, ପୁଣି ଚାଲନ୍ତୁ। ଯେ ପର୍ଯ୍ୟନ୍ତ ଶ୍ୱାସ ଚାଲିଛି ସେ ପର୍ଯ୍ୟନ୍ତ ଆଶା ଚାଲିଛି। ହାର ମାନିଲେ ସଂଘର୍ଷ ମରେନି, ସ୍ୱପ୍ନ ମରିଯାଏ। ଦିନକୁ ଦିନ କଠିନ ପରିଶ୍ରମ କରନ୍ତୁ। ଗୋଟିଏ ଦିନର ପରିଶ୍ରମ କେବେ କାହାକୁ ବଡ଼ କରେନି, କିନ୍ତୁ ପ୍ରତିଦିନର ପରିଶ୍ରମ ଗୋଟିଏ ଦିନ ସଫଳତା ନିଶ୍ଚିତ ଆଣିବ। କେହି ଦେଖନ୍ତୁ କି ନ ଦେଖନ୍ତୁ, ନିଜ କର୍ମ କରିଚାଲ। ଆଜିର କଷ୍ଟ କାଲିର ଗର୍ବ। ଆଜି ଯଦି ଆପଣ କଷ୍ଟ କରୁନାହାନ୍ତି, କାଲି ଆପଣଙ୍କୁ ଅନ୍ୟମାନଙ୍କ ପାଖରେ ମୁଣ୍ଡ ନୁଆଇବାକୁ ପଡ଼ିବ। ଆଜିର କଷ୍ଟ ସଫଳତା ପାଇଁ, କାଲିର କଷ୍ଟ ପଶ୍ଚାତାପ ପାଇଁ। ତେଣୁ ଚୟନ ଆପଣଙ୍କର। ଆଜି ଆପଣ ଯେଉଁ ସ୍ଥାନରେ ଅଛନ୍ତି ସେଟା ଆପଣଙ୍କର ଶେଷ ନୁହେଁ। ସଫଳତା ଡେରି କରେ, କିନ୍ତୁ ନିଶ୍ଚୟ ଆସେ। ନିଜ ଉପରେ ବିଶ୍ୱାସ ରଖନ୍ତୁ, ପରିଶ୍ରମ ଛାଡ଼ନ୍ତୁ ନାହିଁ। ଗୋଟିଏ ଦିନ ଆପଣଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ।